ଜୟ ଜଗନ୍ନାଥ। ଦେଖନ୍ତୁ, କୁମ୍ଭ ରାଶିର ବିଷୟରେ ଆମେ ଆଲୋଚନା କରିବା। କୁମ୍ଭ ରାଶିରେ କେଉଁ ସମୟରେ ଆପଣଙ୍କୁ ସତର୍କତା ଅବଲମ୍ବନ କରିବାର ଅଛି। ଏବଂ ଦେଖନ୍ତୁ, ଶନିଦେବଙ୍କର ରାଶି ଏ ଭିତରେ ଆପଣମାନେ ଜାଣିଛନ୍ତି। ତ ନବଗ୍ରହଙ୍କର ଗୋଚର ଫଳ ଅନୁଯାୟୀ ଏ ବର୍ଷରେ 2024ରେ କେଉଁ ଟାଇମ୍ରେ ଆପଣମାନଙ୍କୁ ନିଶ୍ଚିତ ଭାବରେ ସମସ୍ତ ପ୍ରକାର ପ୍ରୋବ୍ଲେମ୍ ଆସିବ ଏବଂ କ'ଣ ପାଇଁ ଆପଣମାନେ ଏଇ କଥାଟା କହୁଛୁ ଯେ ଆପଣମାନେ ସେ ଟାଇମ୍ରେ ସତର୍କତା ଅବଲମ୍ବନ କରିବା ସହ କ'ଣ କରିବେ କ'ଣ ନ କରିବେ ସେଇ ଜିନିଷଟା ଆମେ ଆପଣମାନଙ୍କୁ କୁହାଯାଉଛି। ଯଦି ଏମିତି ଆଲୋଚନା କରିବା, ଶନିଦେବ ବର୍ତ୍ତମାନ ଦ୍ୱିତୀୟ ହାଉସ୍ରେ ଅଛନ୍ତି କୁମ୍ଭ ରାଶିରେ। ତ କୁମ୍ଭ ରାଶିରେ ଲଗ୍ନରେ ମଧ୍ୟ ରାହୁ ଅବସ୍ଥିତ ଅଛନ୍ତି। ତ ଏଇ ଯେଉଁ ଗ୍ରହ ଗୋଚର ତାପରେ ବଦଳୁଛି, ଆପଣ ଦେଖିବେ ଏପ୍ରିଲ ମେ ଜୁନ୍ ଆପଣଙ୍କ ପାଇଁ ଅତ୍ୟଧିକ କଷ୍ଟ। ପୁଣି ଜୁଲାଇରୁ ସେପ୍ଟେମ୍ବର ମଧ୍ୟ ଆପଣଙ୍କ ପାଇଁ ଖରାପ ରହିବ। ଅକ୍ଟୋବରରୁ ନଭେମ୍ବର ମଧ୍ୟ। ଡିସେମ୍ବର ପରେ ଆପଣମାନଙ୍କର ଭାଗ୍ୟ ଉଦୟ ହେବ। ଏବେ ଜାନୁଆରୀ ଫେବୃଆରୀ ମାର୍ଚ୍ଚ ତ ଆପଣଙ୍କୁ କେମିତି ଯାଇଛି ଆପଣ ଜାଣିଛନ୍ତି, ଏତେଟା ଭଲ ନୁହଁ। ଯଦି ଆମେ ସତ କଥା କହିବା, ଆପଣମାନଙ୍କର ଦେଖନ୍ତୁ ରାହୁ ଲଗ୍ନରେ ଅଛନ୍ତି, ଆପଣଙ୍କର ତ ମତି ଭ୍ରମ ହେବ, ଏଇଟା ଜାଣିଛନ୍ତି, ଏଇଟା ହେଉଛି ଆପଣଙ୍କର ବୃହସ୍ପତି ଏବଂ ରାହୁ ମଧ୍ୟ ଗୋଟେ ପ୍ରକାର ଯୋଗ ଏମିତି କରୁଛନ୍ତି। ବୃହସ୍ପତି ୱିକ୍ ପଏଣ୍ଟ ଏବଂ ରାହୁ ସେଇଠି ଷ୍ଟ୍ରଙ୍ଗଲି ରହିଯାଇଛନ୍ତି ସେକେଣ୍ଡ ହାଉସ୍ରେ। ତ ଏଇଠି କ'ଣ ହେଉଛି ନା ଆପଣଙ୍କର ଧନହାନି ମାନହାନି ସହିତ ଆପଣମାନଙ୍କର ଯେଉଁ କାର୍ଯ୍ୟ କରୁଥିବେ ସେ କାର୍ଯ୍ୟରେ ବିଫଳତା ଏଇସବୁ ଦେଖୁଥିବେ। କିନ୍ତୁ କୁମ୍ଭ ରାଶିରେ ଶୁଣନ୍ତୁ, ରାହୁ ଆପଣମାନଙ୍କ ପାଇଁ ଭଲ। ଆପଣଙ୍କ ଜାତକରେ ଦେଖିବାର ଅଛି ରାହୁ ଆପଣଙ୍କର କେଉଁଠି ଅବସ୍ଥିତ କରିଛନ୍ତି। କିନ୍ତୁ ଗ୍ରହ ଗୋଚର ଅନୁଯାୟୀ ଯାହା ଗୋଚର କୁଣ୍ଡଳୀ କହୁଛି, ଆପଣ ଏପ୍ରିଲରୁ ଜୁନ୍ ମଧ୍ୟରେ ଦେଖିବେ ଏମିତି କୌଣସି ଗୋଟେ ଡିସିସନ୍ ନେବେ ଯେଉଁ ଡିସିସନ୍ ପାଇଁ ଆପଣମାନେ ଫ୍ୟୁଚରରେ ଭବିଷ୍ୟତରେ ପସ୍ତିବେ। ତ ସେଥିପାଇଁ ଆପଣମାନଙ୍କୁ କୌଣସି ଏକ ବଡ଼ ରିସ୍କି ଡିସିସନ୍ କିମ୍ବା କୌଣସି ଏକ ଡିସିସନ୍ ନେବା ଆଗରୁ ଆପଣମାନଙ୍କୁ ବହୁତ ଥର ଭାବିବାର ଅଛି। ଆପଣଙ୍କ ଉପରସ୍ଥ କର୍ମଚାରୀଙ୍କ ସାଥିରେ ଝଗଡ଼ା ମଧ୍ୟ ହେବାର ଅଛି ଦେଖାଯାଉଛି। ଆପଣ ଗୋଟେ କଥା କହୁଥିବେ, ଆପଣଙ୍କର ଭୁଲ ଭଟକା ବାହାରିଯିବ ପାଟିରୁ। ବାଣୀ ଭାବରେ ମଧ୍ୟ ଆପଣମାନଙ୍କର ଶନିଦେବ ବସିଛନ୍ତି। ତ ସେଇଠି କ'ଣ ହେଉଛି ନା ଆପଣମାନେ କଣ୍ଟ୍ରୋଲ କରିପାରିବେନି ନିଜର କଥାବାର୍ତ୍ତାକୁ। ଗ୍ରହ ଗୋଚର ମାନେ ଯେମିତି ଅଛନ୍ତି ଏବେ ଅବସ୍ଥା ଆପଣଙ୍କର କୁମ୍ଭ ରାଶିରେ ଏମିତି ସାଢ଼େ ସାଥି ଚାଲିଛି ଶନିଦେବଙ୍କର। ଆପଣ ବଡ଼ ବିଜନେସ୍, ବଡ଼ ଚାକିରି, ବଡ଼ କର୍ମ କରିବାର ଲୋକ, କିନ୍ତୁ ଆପଣଙ୍କର ଏବେ ସେଇଟା ହେଉନାହିଁ। ଦେଖନ୍ତୁ, ଗ୍ରହମାନଙ୍କର ଯେଉଁ ଅବସ୍ଥିତି ବର୍ତ୍ତମାନ ଏବଂ ଶନିଦେବଙ୍କର ସାଢ଼େ ସାତି ଏବଂ ଆପଣମାନଙ୍କ ଜାତକର ଦଶା, ପତନ୍ତ୍ର ଦଶା, ଅନ୍ତର୍ଦଶା ଅନୁସାରେ ସେସବୁ ଦେଖିବାକୁ ପଡ଼େ। ଶନିଦେବ ସେକେଣ୍ଡ ହାଉସ୍ରେ ରହିଲେ ଆପଣଙ୍କ ବାଣୀ ଭାବରେ, ଅର୍ଥ ଭାବରେ ମଧ୍ୟ, ତ ଅର୍ଥକୁ ଲେଟ୍ କରିବେ ସିଏ। ଆପଣଙ୍କର ଅର୍ଥ ଖର୍ଚ୍ଚ ବହୁତ ହେବ। ଆପଣଙ୍କର ପୁରୁଣା ଗାଡ଼ି ହେଉ, ପୁରୁଣା ଜିନିଷ ହେଉ, ଘର ଜିନିଷ ହେଉ କିମ୍ବା ପରିବାର ପାଇଁ ଆପଣମାନଙ୍କର ନିଶ୍ଚିତ ଭାବରେ ଅର୍ଥ ଖର୍ଚ୍ଚ ହେବ ଏପ୍ରିଲରୁ ଜୁନ୍ ଯାଏ। ଏପ୍ରିଲରୁ ଜୁଲାଇ ଯାଏ, ଜୁଲାଇ ସେପ୍ଟେମ୍ବର କ'ଣ ଯେତେବେଳେ ବୃହସ୍ପତି ଯେତେବେଳେ ୱିକ୍ ହେଇଯିବ ଆପଣଙ୍କର ସମ୍ପର୍କରେ ତିକ୍ତତା ଆସିବ। ପ୍ରେମ ସମ୍ପର୍କ ଫାଟ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ, ପରସ୍ପର ପ୍ରତି ଭଲ ପାଇବା ସନ୍ଦେହ, ଶନିଦେବଙ୍କ ଦୃଷ୍ଟି ମଧ୍ୟ ଏମିତି ରହିବ ଯେଉଁଟା ଆପଣଙ୍କର ଇଚ୍ଛା ପ୍ରତି ଜାଗାକୁ, ଆପଣମାନଙ୍କର ଗୋଟେ ଯଦି କାର୍ଯ୍ୟ କରିବାକୁ ଇଚ୍ଛା ହେଉଥିବ ଆପଣଙ୍କର ସେଇଟା ହେବ ନାହିଁ, ଅର୍ଥାତ୍ ଆପଣଙ୍କର ସେଇଟା ଲେଟ୍ ହେବ ନାହିଁ। କହିବାର ଅର୍ଥ ଆପଣଙ୍କର ଲେଟ୍ ହେବ, କିନ୍ତୁ ଶନିଦେବ ଦିଅନ୍ତି କିନ୍ତୁ କର୍ମ ଅନୁସାରେ ଡିଲେ କରି ଦିଅନ୍ତୁ। ଅକ୍ଟୋବର ନଭେମ୍ବର କ'ଣ ହେଉଛି ନା ସେଇଠି ରାହୁଙ୍କର ଇଫେକ୍ଟ ଆପଣଙ୍କର ଅତ୍ୟଧିକ ପଳେଇ ଆସୁଛି। ସେ ଟାଇମ୍ରେ ଆପଣ କୌଣସି ପ୍ରକାର ଭୁଲ ଭଟକା କରନ୍ତୁନି। ଋଣ ନେବା, ପୁରୁଣା ଯେଉଁ ଜିନିଷ ଗୁଡ଼ାକର ଆଲୋଚନା କରିବା, ପୁରୁଣା ସମ୍ପର୍କ, ପୁରୁଣା ରାଗ, ପୁରୁଣା ଶତ୍ରୁତା ସେହି ସମୟରେ ଆପଣମାନଙ୍କର ବାହାରିବେ। ସେହି ସମୟକୁ ଆପଣ ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ ଭାବେ ଜଗନ୍ତୁ। ଆପଣଙ୍କ ଭାଇ ସାଥେ ମଧ୍ୟ ଆପଣଙ୍କର ଏକ ଝଗଡ଼ା ହେବାର ଅଛି। ଶନିଦେବଙ୍କର ସେକେଣ୍ଡ ହାଉସ୍ରେ ଅବସ୍ଥିତି ଯୋଗୁଁ ପଇସା ତ ଖର୍ଚ୍ଚ ହେଉଥିବ। ଆପଣମାନେ ଦେଖିବେ ପଇସା ଆପଣମାନେ ଯଦି ସଠିକ୍ ଜାଗାରେ ବିନିମୟ କରୁନଥିବେ ଆପଣଙ୍କର ଏ ବର୍ଷ ସାରା ଆପଣଙ୍କର ପ୍ରୋବ୍ଲେମ୍ ରହିବ। ନିଶ୍ଚିତ ଭାବରେ ଆମେ ଏଇ କଥା କହିବାର ଉଚିତ ଏଇଥିପାଇଁ ମନେ କରୁଛୁ, ଆପଣଙ୍କୁ ସତର୍କତା କରିଦିଆଯାଉଛି ଅଯଥା ପଇସା ଖର୍ଚ୍ଚ କରିବେନି ଏବଂ ଉପରିସ୍ଥ କର୍ମଚାରୀ କିମ୍ବା ନିଜ ଘର ଲୋକଙ୍କ ସାଥିରେ ଝଗଡ଼ା କରିବେନି। ନଚେତ୍ ଆପଣ ଠିକ୍ ହେଲେ ମଧ୍ୟ ଆପଣଙ୍କ ପାଟିରୁ କିଛି ଭୁଲଭାଲ କଥା ବାହାରିଯିବ। ଶନିଦେବ ଚାହାନ୍ତି, ଶନିଦେବ ପରୀକ୍ଷା କରନ୍ତି ଆପଣଙ୍କୁ, ବାରମ୍ବାର ତ ପରୀକ୍ଷା କରି ଆସୁଛନ୍ତି। ଆପଣଙ୍କ କର୍ମ ଭାବରେ ପ୍ରମୋସନ୍ ହେବାର ଯଦି ଟାଇମ୍ ଆମେ କହିବା ନଭେମ୍ବର ପରେ, ଏ ବର୍ଷର ଶେଷ ଆଡ଼କୁ ଯେତେବେଳେ ସାଢ଼େ ସାତିର ପର୍ଯ୍ୟାୟ ମଧ୍ୟ ଶେଷ ଆସୁଛୁ, ସେହି ସମୟରେ ବଢ଼ିଆ ଆପଣଙ୍କର ଉନ୍ନତି ହେବ। ଆପଣ ଅର୍ଥ କେଉଁ ଜାଗାରେ ଲଗାଉଛନ୍ତି, କ'ଣ କରୁଛନ୍ତି, ଗୋଟେ ହିସାବ ରଖନ୍ତୁ। କାହିଁକିନା ଏଇ ଯେଉଁ ବେହିସାବୀ କାମ ଶନିଦେବ ପସନ୍ଦ କରନ୍ତିନି। ତାପରେ ରାହୁ ଏବଂ କେତୁଙ୍କର ଯେଉଁ ଅଛି ସେକେଣ୍ଡ ହାଉସ୍ ଏବଂ ଅଷ୍ଟମ ଭାବରେ, ତ ସ୍ୱାସ୍ଥ୍ୟଜନିତ ପ୍ରୋବ୍ଲେମ୍ ଆପଣଙ୍କର। ତ
କିମ୍ବା ଆପଣଙ୍କର ରୁଚି ଗୋଟେ ଅଲଗା ଦିଗରେ ରହିବ। ଯେଉଁ ରୁଚି ଅଲଗା ଦିଗରେ ରହିଲେ ଆପଣଙ୍କର କ'ଣ ରହିବ, ଆପଣ ଯଦି ଗୋଟେ କାର୍ଯ୍ୟ କରୁଥିବେ ସେ କାର୍ଯ୍ୟରୁ ଯାଇକି ଆଉ ଗୋଟେ କାର୍ଯ୍ୟ କରିବେ। ଏ ଭିତରେ କୁମ୍ଭ ରାଶି ବହୁତ ଟ୍ୟାଲେଣ୍ଟେଡ଼ ଥାନ୍ତି, ସେମାନଙ୍କର ମୁଣ୍ଡରେ ହଜାରେ କଥା, ହଜାରେ ମୁଣ୍ଡରେ ଚିନ୍ତା ଥାଏ, ହଜାରେ କାମ କରିବେ, ଏଇଥିରେ ସକ୍ସେସ୍ ହେବେ ସେଥିରେ ସକ୍ସେସ୍ ହେବେ ଭାବନ୍ତି। ତ କିନ୍ତୁ ଏଇ ଯେଉଁ ସମୟରେ ଆପଣମାନେ ସକ୍ସେସ୍ ଅଲଗା କଥା, ଆପଣମାନେ ଗୋଟେ କାମରୁ ଅଲଗା କାମକୁ ଗଲେ ପ୍ରୋବ୍ଲେମରେ ଆପଣ ନିଶ୍ଚିତ ଭାବେ ପଡ଼ିବେ। ତ ଗୋଟେ ସତର୍କତାର ଘଣ୍ଟି ଆମେ ଆପଣଙ୍କୁ ବଜେଇ ଦେଖେଇଦେଲୁ ଯେ ଏହି ସମୟରେ ଆପଣମାନେ କ'ଣ କରିବେ। କୌଣସି ଏକ ବଡ଼ ରିସ୍କ ନେବେନି, ଲୋନ୍ କରିବେନି, କିମ୍ବା ଆପଣମାନଙ୍କୁ ଯଦି କିଏ ଗୋଟେ ଲୋଭ ଦେଖାଉଛି ଜୁଆ ଲଟେରୀ ଏଇସବୁ ଜିନିଷ ମଧ୍ୟ ଆପଣଙ୍କ ମୁଣ୍ଡକୁ ଆସିବ। କୌଣସି ଜାଗାରେ ପଇସା ଲଗାଇବେ, ଇନଭେଷ୍ଟ କରିବେ, ବଡ଼ ରକମର ଇନକମ୍ ଆସୁଥିବ ହେବନି। ପେଟ ଜନିତ ପ୍ରୋବ୍ଲେମ୍ ଆପଣମାନଙ୍କର ରହିବ, ଲିଭର ଜନିତ ରହିବ, ଫ୍ୟାଟି ଲିଭର କି ଆପଣଙ୍କର ଚର୍ବି ଜାତୀୟ ପ୍ରୋବ୍ଲେମ୍ ରହିବ, ବ୍ଲଡ଼ ଜନିତ ଇସ୍ୟୁ ବି ଗୋଟେ ଅଛି ଆପଣମାନଙ୍କର ରହୁଛି। ତାପରେ ଦେଖନ୍ତୁ ଗୋଟେ କଥା ହେଉଛି ଗ୍ରହ ଗୋଚର ଅନୁଯାୟୀ ତ ଆମେ ଏଇଟା କହୁଛୁ, କିନ୍ତୁ ଏଇଟା ଯଦି 50% ଲାଗିବ, 100ରୁ 100 ନୁହଁ, କେବେ ବି ନୁହଁ। କାହିଁକିନା ଆପଣଙ୍କ ଜାତକରେ କ'ଣ କେଉଁଠି ରାହୁ ବସୁଛନ୍ତି, କେଉଁଠି କିଏ ବସୁଛନ୍ତି ସେଇଟା ବି ଦେଖିବାର ଅଛି। ଶନି କେଉଁଠି, ମଙ୍ଗଳ କେଉଁଠି, ବୃହସ୍ପତି କେଉଁଠି, କେଉଁ ଡିଗ୍ରୀରେ ଅଛନ୍ତି, ବହୁତ ଜିନିଷ ଅଛି, ନବମାଂସ କୁଣ୍ଡଳୀ ଅଛି। କିନ୍ତୁ ଶୁଣନ୍ତୁ, ହନୁମାନ ଚାଳିଶା ଆପଣ ସର୍ବଦା ପାଠ ପଢ଼ନ୍ତୁ। ହନୁମାନ ଚାଳିଶା ପାଠ ପଢ଼ିଲେ ଆପଣଙ୍କର ସମସ୍ତ ପ୍ରକାର ପ୍ରୋବ୍ଲେମ୍ ଦୂର ହେବ। ଏବଂ ଶନିଦେବଙ୍କର ବୀଜମୂତ୍ର ଓଁ ପ୍ରାଙ୍ଗ ପ୍ରିଙ୍ଗ ପ୍ରଭୁଂଶ ସ୍ନେଶ୍ୱରାୟ ନମଃ ସହିତ ଆପଣ ଗରିବ ଭିକାରୀ ଯେଉଁମାନଙ୍କୁ ପାଇବାର ଯୋଗ୍ୟ ତାଙ୍କୁ ଆପଣ କିଛି ନା କିଛି ଦାନ କରନ୍ତୁ। ବାଟରେ ଯେତେବେଳେ ଦେଖୁଛନ୍ତି ଦାନ କରନ୍ତୁ। ଦେଖନ୍ତୁ ଆପଣଙ୍କ ଜାତକରେ କ'ଣ ଅଛି, କେଉଁ ସବୁ ଜିନିଷ ଅଛି ତାକୁ ଆମକୁ ଦେଖିବାକୁ ପଡ଼ିବ। ଆପଣ ଆମକୁ କଲ୍ କରନ୍ତୁ, ଆପଏଣ୍ଟମେଣ୍ଟ ବୁକ୍ କରନ୍ତୁ। କୁଣ୍ଡଲୀରେ କ'ଣ ଅବସ୍ଥା ଅଛି ଏବଂ ଗୋଚର କୁଣ୍ଡଳୀ ଯେଉଁ ଆମେ ଏବେ କହିଲେ, ଗୋଚର କୁଣ୍ଡଳୀ ଏବଂ ଆପଣଙ୍କ କୁଣ୍ଡଳୀକୁ ମିଶା କରିକିରି ଆମେ ସେଇଟା ଗୋଟେ ପ୍ରେଡ଼ିକ୍ସନ୍ ବାହାର କରିବୁ ଯେ ଆପଣଙ୍କ ଯଦି ଆପଣଙ୍କ ରାହୁ ଷଷ୍ଠ ଭାଗରେ ଥିବ, ଉଚ୍ଚ ଅବସ୍ଥାରେ ଥିବ, ଆପଣଙ୍କ ରାହୁ ଏତେ ହଇରାଣ ପକାଇବନି। ଶନି ଆପଣଙ୍କର ଯଦି ଭଲ ରାଶିରେ ଥିବେ ଆପଣଙ୍କ ଏତେ ପ୍ରୋବ୍ଲେମ୍ ପକାଇବେନି। ବହୁତ ଜିନିଷ ଅଛି। ବୃହସ୍ପତିଙ୍କର ଦୃଷ୍ଟି ଥିଲେ ବହୁତ ବଢ଼ିଆ। ତ ନିଶ୍ଚିତ ଭାବରେ କଲ୍ କରନ୍ତୁ ଏବଂ ଜାଣନ୍ତୁ ଆପଣଙ୍କ ନିଜର ଭବିଷ୍ୟତ। ଜୟ ଜଗନ୍ନାଥ।